ଜୟ ଜଗନ୍ନାଥ। ଆଜି ପବିତ୍ର ମକର ସଂକ୍ରାନ୍ତି। ଅଫିସ ଛୁଟି ଥିଲା, ତେଣୁ ଆମେ ଚାଲିଲୁ ଜଗା ଦର୍ଶନ ପାଇଁ। ମୁଁ ଗୌତମ ପଣ୍ଡା ରୁହେ ହାଇଦ୍ରାବାଦରେ, ଖଟେ ଦାଦନ। ଆମେ ଓଡ଼ିଆ ଭାରି ବଢ଼ିଆ। ଆମ ପ୍ରଭୁ ତ ମଉଡ଼ମଣି। ହାଇଦ୍ରାବାଦରେ ମୋ ଜାଣିବାରେ 3ଟି ଜଗନ୍ନାଥ ମନ୍ଦିର ଅଛି। ଗୋଟିଏ ଇସ୍ନାପୁରରେ, ଗୋଟିଏ ଆଇଡ଼ିଏ ବୋଲାରାମରେ, ଗୋଟିଏ ଜୁବଲି ହିଲ୍ସରେ। ସେଥିମଧ୍ୟରୁ ଆମେ ଚାଲିଲୁ ଆଜି ଆଇଡ଼ିଏ ବୋଲାରାମରେ ଥିବା ଜଗନ୍ନାଥ ମନ୍ଦିରକୁ। ଜଗନ୍ନାଥ, ପ୍ରଭୁ ଜଗନ୍ନାଥ, ଜଗା ଆମ କୋଟି ଓଡ଼ିଆଙ୍କର ମଉଡ଼ମଣି। ଯୋଉଠି ବି ଓଡ଼ିଆ ଥିଲେ, ଆମେ ଓଡ଼ିଶା ବାହାରକୁ ଆସି ଚାକିରି କରୁଛୁ, ତେଣୁ ଆମକୁ ସବୁବେଳେ ପୁରୀ ଯାଇ ଦର୍ଶନ କରିବା ସମ୍ଭବ ନୁହେଁ। ତେଣୁ ଯେଉଁ ହାଇଦ୍ରାବାଦରେ ପ୍ରବାସୀ ଓଡ଼ିଆମାନେ ରହୁଛନ୍ତି, ଯେଉଁ ଜଗନ୍ନାଥ ଭକ୍ତମାନେ ରହିଛନ୍ତି, ସେଇମାନଙ୍କ ଆର୍ଥିକ ସାହାଯ୍ୟରେ ମନ୍ଦିର ତିଆରି ହେଇଛି। ମନ୍ଦିରଟି ଅତି ସୁନ୍ଦର ଚମତ୍କାର ହେଇଛି। ଆର୍କିଟେକ୍ଚର ମାନେ ଯେଉଁ ମୂର୍ତ୍ତି କାରୁକାର୍ଯ୍ୟ ହେଇଛି, যেটা ଓଡ଼ିଶାରେ ଆମେ କହୁଛେ କାରୁକାର୍ଯ୍ୟ, ଅତି ଚମତ୍କାର। ପୁରା ମନ୍ଦିର ସାରା ଛୋଟ ଛୋଟ ମାନେ ମନ୍ଦିରର ଯେଉଁ କାର୍ଯ୍ୟ ମାନେ କାରୁକାର୍ଯ୍ୟ ଆପଣ ଦେଖୁଛନ୍ତି। ପୁରା ଏଠି ଶ୍ରୀରାମ ଦଶାବତାର, ଆମ ଜଗନ୍ନାଥଙ୍କର ବିଷ୍ଣୁଙ୍କର ଦଶାବତାର ଏଠି ଦେଖେଇଛନ୍ତି। କୋଉଠି ନର୍ତ୍ତକୀ ମାନେ ନାଚୁଛନ୍ତି, ତ ମନ୍ଦିର ଯୋଉ ବେଢାରେ ସବୁ ଖୁଦେଇ ହେଇଛି ମନ୍ଦିରରେ, ଅତି ସୁନ୍ଦର, ମାନେ ମନମୁଗ୍ଧକର। ଦେଖି ଆତ୍ମା ଶାନ୍ତି ଲାଗିବ। ମନ ଭିତରେ, ମନ୍ଦିର ଭିତରକୁ ପଶିଗଲେ ମନ ଭିତରେ ଗୋଟେ ପବିତ୍ରତା ଆସିବ, ଭକ୍ତିଭାବ ଆସିବ। ଏଠି ଜଗନ୍ନାଥ, ଆମ ଜଗା, ଭଉଣୀ ସୁଭଦ୍ରା, ଭାଇ ବଳଭଦ୍ର ତ ପୂଜା ପାଉଛନ୍ତି। ତା ସହିତ ମହାଦେବ, ପ୍ରଭୁ ଗଣେଶ, ମାତା ବିମଳା, ମାତା ମହାଲକ୍ଷ୍ମୀ, ପ୍ରଭୁ ହନୁମାନ ବି ମଧ୍ୟ ପୂଜା ପାଉଛନ୍ତି। ଜଗନ୍ନାଥଙ୍କ ବିଷୟରେ କହିବି, ଆମ ଜଗନ୍ନାଥ, ଆମ ଜଗା ଓଡ଼ିଶାକୁ ଆସି ଖାଇବା ଲୋଭ ଛାଡ଼ି ନ ପାରି ପୁରୀରେ ରହିଗଲେ। ତେଣୁ ଆମ ଜଗା ତ ଖାଦ୍ୟ ପ୍ରିୟ, ତେଣୁ ମନ୍ଦିରରେ ତ ଅବଢ଼ା ମିଳିବା ନିହାତି। ଅବଢ଼ା ଅତି ଚମତ୍କାର। ଅବଢ଼ା ବିଷୟରେ କ'ଣ କହିବି, ଆମେ ତ ଅବଢ଼ା ବିଷୟରେ, ଖାଦ୍ୟ ବିଷୟରେ ଏମିତି କହିଦେବା କମେଣ୍ଟ କରିକି ଯେ ଭଲ ଅଛି ନ ଭଲ ଅଛି, କିନ୍ତୁ କୌଣସି ମହାପ୍ରସାଦ କେବେ ଖରାପ ନୁହେଁ। ତେଣୁ ଯେଉଁମାନେ ଆସୁଛନ୍ତି ପ୍ଲାନ୍ କରିକି ଆସନ୍ତୁ, ଅବଢ଼ା ଖାଇକି ଯାଆନ୍ତୁ। ଅବଢ଼ା ଆଗୁଆ ଯଦି ଅଗ୍ରିମ ଅର୍ଡ଼ର କରିବାକୁ ଚାହୁଁଛନ୍ତି, ଡେସ୍କ୍ରିପସନ୍ ବକ୍ସରେ ଡିଟେଲ୍ସ ଦେଇଦେବି, ନମ୍ବର ଦେଇଦେବି, ହ୍ୱାଟ୍ସଆପ୍ ସବୁ କିଛି ଦେଇଦେବି। ସନ୍ଧ୍ୟା ପର୍ଯ୍ୟନ୍ତ ରୁହନ୍ତୁ। ସନ୍ଧ୍ୟା ସମୟରେ ଏଠି ଭଜନ କୀର୍ତ୍ତନ, ହରିନାମ ହୁଏ, ଆଳତି ହୁଏ, ଅତ୍ୟନ୍ତ ଚମତ୍କାର। ଓଡ଼ିଆମାନେ ତ ଜାଣିଛନ୍ତି ଜଗନ୍ନାଥଙ୍କର ମୁଖ୍ୟ ପର୍ବ ରଥଯାତ୍ରା। ରଥଯାତ୍ରାରେ ଏଠି ବହୁତ ଗହଳି। ତେଣୁ ଆସିକି ଥରେ ରଥଯାତ୍ରାରେ ରଥଟା ଦୌଡ଼ି ଧରି ରଥକୁ ଟାଣନ୍ତୁ। ଆଉ ରହିଲା, ନିଜକୁ ସମର୍ପଣ କରିଦିଅନ୍ତୁ ଜଗା ନିକଟରେ। ପ୍ରଭୁ, ମୁଁ ତ ନିମିତ୍ତ ମାତ୍ର, ତୁ ତ ଏ ଦୁନିଆର ହର୍ତ୍ତା କର୍ତ୍ତା ବିଧାତା। ହରିନାମରେ ବସନ୍ତୁ। ହରି ନାମ ଛଡ଼ା ଦୁନିଆର ଆଉ କିଛି ସତ୍ୟ ନାହିଁ। ଦୁନିଆର ଗୋଟିଏ ହିଁ ସତ୍ୟ, ସିଏ ହେଉଛି ହରିନାମ। ଦେଖୁଛନ୍ତି ରାଧାକୃଷ୍ଣଙ୍କ ଫଟୋ ପାଖରୁ ଆରମ୍ଭ କରିକି, ମାନେ ଫଟୋ ତ ନୁହେଁ, ମୂର୍ତ୍ତି, ସବୁ ପ୍ରକାର ଏଠି ମାନେ ଅନବିଲିଭେବଲ, ଅତି ଚମତ୍କାର। ସନ୍ଧ୍ୟା ସମୟରେ ଉପରୁ ଦେଖୁଛନ୍ତି, ଏଠି ଯଜ୍ଞ ମଣ୍ଡପ ଅଛି। ଏଗୁଡ଼ା ସବୁ ପ୍ରସାଦ ଦୋକାନ। ଆଉ ଇଏ ତ ନାଟ ମଣ୍ଡପ, ଇଏ ହେଉଛି ମହାଦେବଙ୍କ ମନ୍ଦିର। ପୁଣି ଆମର ତାପରେ ଆସିବ ଏଟା ଗଣେଶଙ୍କ ମନ୍ଦିର। ଏମିତି ଛୋଟ ଛୋଟ 5-6ଟି ମନ୍ଦିର ମଧ୍ୟ ଅଛି। ଆସନ୍ତୁ, ଦର୍ଶନ କରନ୍ତୁ। ଏବଂ ବାହାରେ ଓଡ଼ିଆ ମନ୍ଦିରରୁ ବାହାରିଲା ବେଳକୁ ଜଣେ ଆମର ନୟାଗଡ଼ର ଭାଇ ଅଛନ୍ତି, ସେ ଦହିବଡ଼ା ଆଳୁଦମ ମଧ୍ୟ ବିକ୍ରି କରୁ। ତେଣୁ ଓଡ଼ିଶା ବାହାରେ ଆସି ଓଡ଼ିଆ ଦହିବଡ଼ା ଆଳୁଦମ ପାଇବା ମଧ୍ୟ କଷ୍ଟ। ଓଡ଼ିଶା ହାଇଦ୍ରାବାଦରେ ମିଳୁଛି, କିନ୍ତୁ ଏଠି ମୁଁ ଖାଇକି ଆସିଲି, ବହୁତ ସ୍ୱାଦିଷ୍ଟ ଥିଲା। ଯେଉଁମାନେ ଯାଉଛନ୍ତି ପ୍ରପର ପ୍ଲାନ୍ କରିକି ଯାଆନ୍ତୁ।
ଗୋଟାଏ ଦିନ ସମୟ मतलब 5-6 ଘଣ୍ଟା ସମୟ କାଢି ଯାଆନ୍ତୁ, ଛୁଟି ଦିନ ଦେଖି ଯାଆନ୍ତୁ, ଅବଢ଼ା ଖାଇ ସନ୍ଧ୍ୟାର ଆଳତି ଦେଖି ଫେରନ୍ତୁ। ଆଉ ରହିଲା ବ୍ୟସ୍ତ ସମୟ ଭିତରୁ ସମୟ କାଢି ଯିବାଟା ପ୍ରଭୁଙ୍କ ଦର୍ଶନ ପାଇଁ ଆମ ଲାଇଫ ପାଇଁ, ଆମ ମେଣ୍ଟାଲ ଷ୍ଟ୍ରେସ୍ ପାଇଁ ଅତ୍ୟନ୍ତ ଆବଶ୍ୟକ। ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ପ୍ଲିଜ୍ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍। ଆମେ ଛୋଟ ଛୋଟ ୟୁଟ୍ୟୁବର, ତେଣୁ ଆମକୁ ସପୋର୍ଟ କରନ୍ତୁ, ଆମ ଭିଡ଼ିଓକୁ ହାଇପ୍ କରନ୍ତୁ, ଯାହାଦ୍ୱାରା କି ଆମ ଭିଡ଼ିଓର ରିଚ୍ ଅଧିକ ସଂଖ୍ୟାରେ ବଢ଼ିବ। ଆଉ କ'ଣ କହିବି, ଭିଡ଼ିଓ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। अब प्लीज लाइक शेयर एंड सब्सक्राइब एंड हाइप माय चैनल। थैंक यू। जगह दर्शन जातु, मन को प्रफुल्लित करंतु, मन भितर भक्ति भाव जागृत करंतु। धन्यवाद।